ଦେଖନ୍ତୁ ଶାସ୍ତ୍ରରେ ଲେଖା ଅଛି ଭଗବତ ଗୀତାରେ ବହୁନାଂ ଜନ୍ମ ନାମନ୍ତେ ଜ୍ଞାନମାନ ମାଂ ପ୍ରପଦନ୍ତେ ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ଆମେ ଏଟା ସମସ୍ତେ କହୁଛେ ବା ପଢିଛେ ଗୀତାରେ ଆବୃତ୍ତି କରିଦଉଛେ। ଥରେ କେବେ ଚିନ୍ତା କରୁଛେ ବାସୁଦେବ ସର୍ବମିତି କେମିତି ହବ? ସମସ୍ତେ ଯେ ଭଗବାନ, ସମସ୍ତେ ଯେ ବାସୁଦେବ, ସମସ୍ତେ ଯେ ଈଶ୍ୱର, କେମିତି ମୋର କୋଉ ଦିନ ଉପଲବ୍ଧି ହବ? ଯାହାର ଉପଲବ୍ଧି ହବ ସିଏ ମହାତ୍ମା ଏବଂ ଭଗବତ ଗୀତାରେ ଲେଖା ଅଛି ସିଏ ହଉଛି ସୁଦୁର୍ଲଭ। ବହୁ ଲୋକ ଯୋଗ ଅଭ୍ୟାସ କରନ୍ତି, ବହୁ ଲୋକ ଧ୍ୟାନ କରନ୍ତି, ବହୁ ଲୋକ ଜପ କରନ୍ତି, ବହୁ ଲୋକ ଶାସ୍ତ୍ର ଅଧ୍ୟୟନ କରନ୍ତି, କିନ୍ତୁ ତାଙ୍କୁ ସୂତ୍ରଟି ଜଣା ନଥାଏ, ତାର ସୁଫଳ ଏତେ ପାଆନ୍ତି ନାହିଁ ଏବଂ ଜୀବନଟା ଏତେ ଆନନ୍ଦମୟ ପ୍ରେମମୟ ହୁଏ ନାହିଁ। ତାର କାରଣ କଣ? ନିଜକୁ ଭଗବାନ ପାଖରେ ସେମାନେ ସମର୍ପଣ କରିନଥାନ୍ତି। ଯିଏ ନିଜକୁ ଭଗବାନ ପାଖରେ ସମର୍ପଣ କରିନାହିଁ ତା ଭିତରେ ଅହଙ୍କାର କେତେବେଳେ ଯିବ ନାହିଁ। ସମର୍ପଣ ପରେ ଆଧ୍ୟାତ୍ମିକ ଜୀବନ ଆରମ୍ଭ ହୁଏ। ଯେପର୍ଯ୍ୟନ୍ତ ସମର୍ପଣ ହେଇନାହିଁ ସେ ପର୍ଯ୍ୟନ୍ତ ଆଧ୍ୟାତ୍ମିକ ଜୀବନ କାହାର ଆରମ୍ଭ ହେଇନାହିଁ। ତେଣୁ ସାଧନା କରି କରି ଚାଲନ୍ତୁ। ସାଧନା କଲେ କଣ ହବ? ଦେହର ପରିବର୍ତ୍ତନ ହବ, ଶ୍ୱାସ ପ୍ରଶ୍ୱାସର ପରିବର୍ତ୍ତନ ହବ, ମନର ପରିବର୍ତ୍ତନ ହବ। ଏଇ ମନ ଯୋଉ ବିଷୟାସକ୍ତ ମନ, ଯୋଉ କାମାସକ୍ତ ମନ ସଂସାର ଭିତରେ ଘୁରି ବୁଲୁଛି ଏବଂ ଭୋଗଲାଳସା ଭିତରେ ଅଛି, ତା ଭିତରେ କଣ ଆସିବ ନା ବିବେକ ଆଉ ବୈରାଗ୍ୟ ଆସିବ। ସେଇ ମନଟା ରୂପାନ୍ତରିତ ହେଇ ଯେମିତି ସଂବାଳୁଆଟା ରୂପାନ୍ତରିତ ହେଇ ପ୍ରଜାପତିରେ ପରିଣତ ହୁଏ, ଯେମିତି ଲୁହାଟା ବାରମ୍ବାର ମ୍ୟାଗ୍ନେଟ ସଂସ୍ପର୍ଶରେ ଆସିଲେ ମ୍ୟାଗ୍ନେଟ ହେଇଯାଏ। ଯଦି ପ୍ରତ୍ୟେକ ଦିନ ଆମେ ଗୁରୁ ଉପଦେଶ ଅନୁଯାୟୀ ଆମ ଭିତରେ ପରମାତ୍ମା ପରବ୍ରହ୍ମ ଯୋଉ ସହସ୍ର ଦଳ କମଳରେ ଅଛନ୍ତି, ଯଦି ମନ ପ୍ରାଣ ନେଇ ଆମେ ବାରମ୍ବାର ସେଇଠି ରଖିବା, ତାହେଲେ ଆମେ ରୂପାନ୍ତରିତ ହେଇଯିବା। ଏ ମନ ଶୁଦ୍ଧ ହେଇଯିବ, ଏ ମନ ପବିତ୍ର ହେଇଯିବ, ଏ ମନରୁ ବାସନା କାମନା ଚାଲିଯିବ। ଏ ମନ କଣ ହେଇଯିବ? ଯେତେବେଳେ ମନରୁ ଅହଙ୍କାର ପଳେଇବ ଆଉ ବାସନା କାମନା ପଳେଇବ, ସେତେବେଳେ ଏଇ ମନ ରୂପାନ୍ତରିତ ହେଇ ଭଗବାନ ହେଇଯିବ। ମନ ଭଗବାନ ହେଇଯିବ। ତେଣୁ ଶୁଦ୍ଧ ମନ, ପବିତ୍ର ମନଟିଏ ହବା ଏତେ ସହଜ ନୁହେଁ, ଏତେ ସାଧାରଣ କଥା ନୁହେଁ। ସବୁରି ଭିତରେ ଯେ ମୋ ଭଗବାନ, ସବୁରି ଭିତରେ ଯେ ମୋ ପ୍ରଭୁ, ସବୁରି ଭିତରେ ଯେ ଜଗନ୍ନାଥ, ଆଉ ମୁଁ ସେଇ ଆତ୍ମା, ମୁଁ ଜୀବାତ୍ମା ନୁହେଁ, ତାର ଅନୁଭବ ହବ।